ସମସ୍ତଙ୍କୁ ସମସ୍ତେ ମାନେ ଅନ୍ତତଃ ସହିଷ୍ଣୁ ଗୁଣକୁ ଆଚରଣ କର, ପାରିବାରିକ ଜୀବନକୁ ଗଠନ କର ଏବଂ ନିଜ ଜୀବନକୁ ତୁମେ ଅକାରଣେ ନଷ୍ଟ କର। ଯେତେ କହିଲେ ବି ଆଜିର ପିଲାମାନେ ତାକୁ ଠିକ୍ ଭାବରେ ବୁଝୁନାହାନ୍ତି। ପିଲାମାନେ ପାଠ ପଢ଼ିଛନ୍ତି, ଜାଣିଛନ୍ତି, କିନ୍ତୁ ଗୁଟୁକା, ସେ ସିଗାରେଟ୍, ଗଞ୍ଜେଇ, ଭାଙ୍ଗ ଠାରୁ ଆରମ୍ଭ କରି ମଦ୍ୟ, ଚରସ, ବ୍ରାଉନ୍ ସୁଗାର ପର୍ଯ୍ୟନ୍ତ ଖାଉଛନ୍ତି। କର୍ମମୟ ଜୀବନକୁ ଯଦି ଲକ୍ଷ୍ୟ କରାଯାଏ, କର୍ମ ନାହିଁ କିନ୍ତୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅର୍ଥ ଯଦି ବାପା ମାଙ୍କ ଠାରୁ ପାଉନାହାନ୍ତି ତାହେଲେ ସେ କୌଣସି ପ୍ରକାର ଗୋଟେ କୁସଙ୍ଗରେ ପଡ଼ି ସେ କେମିତି ହେଲେ ଗୋଟେ ଅର୍ଥକୁ ଝାମ୍ପିକିରି ନେଉଛନ୍ତି ଲୋକଙ୍କ ଠାରୁ। ତେଣୁ ମୋର ଗୋଟିଏ ପିଲାମାନଙ୍କୁ ମୋର ଗୋଟିଏ ନିବେଦନ, ଥରେ ନିବେଦନ କରୁନି, ମୁଁ ବହୁତ ଦିନ ହେଲା ନିବେଦନ କରୁଛି, ଆମେ ସମସ୍ତେ ଶାନ୍ତିରେ ବଞ୍ଚିବା। ଆମକୁ ପ୍ରଭୁ ବଞ୍ଚିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ସେ ବଞ୍ଚିବାଟା ଶାନ୍ତିରେ ବଞ୍ଚିବା ଦରକାର। ଶାଗ ପଖାଳ ଖାଇ ଆମେ ଓଡ଼ିଆ, ମୁଁ ଓଡ଼ିଆ ଲୋକମାନଙ୍କ ପାଇଁ କହୁନି, ଓଡ଼ିଆ ଭାଷାରେ କହୁଛି, ଆମେ ଶାଗ ଭାତ ଖାଇ, ଶାଗ ପଖାଳ ଖାଇ, ଶାଗ ଭାତ ଖାଇ ଆମେ ଜୀବନ ଗଠନ କରିବା। ଇଏ ହେଉଛି ଗୋଟିଏ କଥା। ତାପରେ ଆଉ ଗୋଟିଏ କଥା ହେଉଛି, ଯେଉଁ ପୁଅ ଝିଅମାନେ ତୁମେ ପାଠ ପଢ଼ିଲ, ତୁମକୁ ପାଠ ପଢ଼େଇଥିଲା କିଏ? ତମ ମଳମୂତ୍ରକୁ କିଏ ସଫା କରୁଥିଲା? ତୁମେ ନିଜେ ହିଁ ଭାବ। ଆମେ କହିବାଟା ବଡ଼ କଥା ହେବ ନାହିଁ। ନିଜେ ଭାବ କି ତମେ ଯେତେବେଳେ ଶୋଇକିରି ପରିସ୍ରା କରୁଥିଲ, ପରିସ୍ରା ମଳମୂତ୍ର ଦେହରେ ତମେ ଘାଣ୍ଟି ହେଉଥିଲ, ସେତେବେଳେ ତମକୁ କିଏ ପରିଷ୍କାର କରୁଥିଲା? ସେ ହେଉଛି ମା', ଯାହାକୁ ଆପଣମାନେ ବୋଉ ବୋଲି କହନ୍ତି। ଆଜିକାଲି ତ ମମି ଫମି ବିଭିନ୍ନ ପ୍ରକାର ଭାଷା ବାହାରିଲାଣି, କିନ୍ତୁ ଆମେ ସବୁ ବୋଉ କହୁ, ମା' କହୁ। ତେବେ ଯେଉଁ ମା' ତମ ପାଇଁ ସବୁ କିଛି କରିଛି, ତୁମେ ଥରେ ମନେ ପକାଅ, ଜାଗର ଓଷା ସେ କରୁଥିଲେ, କାହା ପାଇଁ କରୁଥିଲେ? ବାଟ ଓଷା କରୁଥିଲେ, କାହା ପାଇଁ କରୁଥିଲେ? ମାଣବସା କରୁଥିଲେ, କାହା ପାଇଁ କରୁଥିଲେ? ସେ ଅମୁକ ଅମୁକ ଦିନ ଉପାସ ରହୁଥିଲେ, ଚନ୍ଦ୍ର ପୂଜା କରୁଥିଲେ, କାହା ପାଇଁ କରୁଥିଲେ? ଜ୍ୟୋତିଷଟିଏ ଘରକୁ ଆସିଲେ ଜାତକ ଟିକେ ଦେଖେଇ ପ୍ରତିକାର କରୁଥିଲେ, କାହା ପାଇଁ କରୁଥିଲେ? ଇଏ କଥାଟାକୁ ଆଜି ରାତିରେ ଆପଣମାନେ ସମସ୍ତେ ଟିକେ ଚିନ୍ତା କରିବେ। ମୁଁ ବି ଗୋଟେ ପରିବାରରେ ଜନ୍ମ ହେଇଛି, ମୋର ବି ଗୋଟେ ପରିବାର ଅଛି, କିନ୍ତୁ ସମସ୍ୟା ବର୍ତ୍ତମାନ ଆମ ସମସ୍ତଙ୍କୁ ଗ୍ରାସ କରିଛି। ଯେଉଁ ମା' ତମ ପାଇଁ ସବୁ କିଛି କରିଛି, ତମେ ସେ ମା'କୁ ଭୁଲି ଯାଉଛ କେମିତି? ଯେଉଁ ବାପା ସେ ହଳୁଆ ହେଇପାରେ, ମନେ କରାଯାଉ ତମ ବାପା ହଳ ବୁଲାନ୍ତି, ହଳ ବୁଲେଇକିରି ଦେହରୁ ଝାଳ ବୋହିଯାଏ, ବହୁଥାଏ। ଏବେ ସିନା ଟ୍ରାକ୍ଟର ହେଲାଣି, ଆଗରୁ ତ ଟ୍ରାକ୍ଟର ନଥିଲା, ସେ ମୂଲ ଲାଗୁଥିଲେ।
ଝାଳ ବୁହାଇ ସେମାନେ ଯେତେବେଳେ ଘରେ ପହଞ୍ଚୁଥିଲେ ତେଲ ଲଗେଇକିରି ନାଳ ପୁଷ୍କରିଣୀରେ ଗାଧୋଉଥିଲେ। ତାପରେ ସେ କ'ଣ କରୁଥିଲେ? ଖାଉଥିଲେ, ସାଙ୍ଗେ ସାଙ୍ଗେ ଖାଉଥିଲେ ନା ଖୋଜୁଥିଲେ ସେ ଅମୁକ ଖାଇଛି କି ନାହିଁ, ଢମୁକ ଖାଇଛି କି ନାହିଁ? ପୁଅ ଝିଅଙ୍କ କଥା ବୁଝିକିରି ତାପରେ ସେ ଖାଉଥିଲେ କି ନା? ଯଦି ଏହା ସତ୍ୟ ତାହେଲେ ବାପ ମାଙ୍କ ଠାରୁ ବଡ଼ ଠାକୁର, ଆଦ୍ୟ ଠାକୁର। ଆମେ ଭାବିବା ଗୋଟେ ବଡ଼ ଠାକୁର ଜଗତରେ ଅଛନ୍ତି, ସେ କଥା ଆମେ ତ ସବୁବେଳେ କହିଲେ ହେବନି। ସମସ୍ତେ ଜାଣିଛନ୍ତି ଏ ଜଗତରେ ଯଦି କେହି ଦୁଃଖ ଶୁଣେ ସେହି ଏକା ବଡ଼ ଠାକୁର। ଏ ଜଗତରେ ଯଦି କେହି ବଡ଼ ଥାଏ ସିଏ ହେଉଛି ବଡ଼ ଠାକୁର। କିନ୍ତୁ ସେ କଥା ମୁଁ କହୁନି ଏଠି। ଆମେ ତ ଆଗେ ନିଜକୁ ଚିହ୍ନିନୁ। ଆମ ଦେହକୁ ଆମେ ନିଜେ ଆମ ଜୀବନକୁ ନଷ୍ଟ କରୁଛୁ, ଆମ ପରିବାରକୁ ଆମେ ନଷ୍ଟ କରୁଛୁ। ଏଇ କିଛି କ୍ଷଣ ପୂର୍ବରୁ ଗୋଟିଏ ବାବୁ ଆସିଥିଲେ, ସେ ବି ଏ ଲାଇଭ୍ ଶୁଣୁଥିବେ ଯେ ସେ କ'ଣ କହିଲେ? ଭାଇ ପାଖରେ ରହିପାରୁନାହାନ୍ତି, ଭାଉଜ ପାଖରେ ରହିପାରୁନାହାନ୍ତି, କିମ୍ବା ଘର ଛାଡ଼ି ପାରୁନାହାନ୍ତି। ଭାଇ କାଳେ ମନ ଦୁଃଖ କରିବେ। ଶେଷକୁ ସ୍ୱାମୀ ସ୍ତ୍ରୀ ଇଏ ସେବକ ପାଖକୁ ଆସିଲେ। କ'ଣ ମୁଁ ଜୀବନରେ କ'ଣ କରିବି? ମୁଁ ସୁନା ଦୋକାନଟିଏ କରିଥିଲି, କିନ୍ତୁ ମୁଁ ଦେଖୁଛି ସେଠି ମୋର କିଛି କାମ ଅଛି, କିନ୍ତୁ ମୋର ଫଳ କିଛି ନାହିଁ। ଆଜିର ସମାଜରେ ଯଦି ଏଇଆ ଘଟେ, ଏ ଗୋଟିଏ ପରିବାର କଥା ନୁହେଁ, ଅନେକ ପରିବାର। ଜଣେ ଭଦ୍ର ବ୍ୟକ୍ତି ଆସି କହିଲେ, ମୋ ପୁଅ ଇଣ୍ଡିଆ ବାହାରେ, ମାନେ ଭାରତ ବାହାରେ ଅଛି, କିନ୍ତୁ ସେ ଘରକୁ ଭାରତ ଆସିଛି। କିନ୍ତୁ ଆପଣ ଟିକେ କୁହନ୍ତୁ ବୋଲେ ବଡ଼ ପୁଅକୁ ସେ ସାନ ପୁଅକୁ ଟିକେ ଡାକିବ ଘରକୁ ଆସିବା ପାଇଁ। ସିଏ କହୁଛି ସିଏ ଭାଇ ଡାକିଲେ ମୁଁ ଯିବି, ଇଏ କହୁଛି ମୁଁ ଡାକିବି। ମୁଁ ତ ତାଙ୍କୁ କହିଲି ମୋର ବି ଡାକିବାର ନାହିଁ, ମୋ କଥା ଯଦି ସେ ନ ଶୁଣିବେ ମୁଁ ଡାକିକି ଲାଭ କ'ଣ ହେବ? ଜଣେ କହେ ଜଣେ ମାନିଲେ ଦୁହେଁ ହୁଅନ୍ତି ଜ୍ଞାନୀ, ଜଣେ କହେ ଜଣେ ନ ମାନେ ଦୁଇ ଜଣ ଅଜ୍ଞାନୀ। ଦିନ ଚାଲି ଯାଉଛି, ରାତି ଚାଲି ଯାଉଛି, ସୂର୍ଯ୍ୟ ଉଦୟ ହେଉଛନ୍ତି, ଅସ୍ତ ହେଉଛନ୍ତି। କେଉଁ ଦିନ କେଉଁ ରାତି ଆମର ଶେଷ ଦିନ ବା ଶେଷ ରାତ୍ରି ହେବ ସେ କଥା ସେ ନିରତିକି ଜଣା। ଯେଉଁ ସ୍ୱାର୍ଥ ପାଇଁ ତମେମାନେ ନିଜର ପିତା ମାତା ଭାଇ ଭଉଣୀ ବନ୍ଧୁ ବାନ୍ଧବ ସବୁ କିଛି ଏଡ଼େଇ ଦେଇ ପାରୁଛ, ନିଜେ ସୌଖିନ କରୁଛ, କିନ୍ତୁ କାହାକୁ 5 ପଇସା ଦାନ କରୁନା। ଗୋଟିଏ ଦୁଃଖର କଥା କହିବି, ମୁଁ ତାଙ୍କ ନାଁ କହୁନି କିନ୍ତୁ କହୁଛି। ଯେମିତି ଆମର ଓଡ଼ିଆରେ କୁହାଯାଏ, ନିଇତି ରୋଗୀକି ପଚାରେ, ନିଇତି ମଳୁଙ୍କୁ ପଚାରେ କିଏ। ଏତେ ଦୁଃଖର କଥା, କେହି ତାଙ୍କ ଘର ଭିତରକୁ ଯାଉନାହାନ୍ତି। ତାକୁ ଖାଇବାକୁ ଦଉଛନ୍ତି, କୁକୁରକୁ ଦେଲା ଭଳି ଦଉଛନ୍ତି। କୁକୁର ତ ବାରିଆଡ଼େ ଦଉଛନ୍ତି, ଆଉ ପୋଷା କୁକୁରଙ୍କୁ ଘରେ ଦଉଛନ୍ତି, ଥୋଇ ଦଉଛନ୍ତି, ଖାଇଲେ ଖା ନ ଖାଇଲେ ନାହିଁ।
ରୁଟି ଦୁଇ ପଟ କି ତିନି ପଟ ସେ ଖାଉଛି, ତାକୁ ପାଣିରେ ବୁଡ଼େଇ ଦେଉଛନ୍ତି, ସେ ପାଣି ରୁଟି ଖାଉଛି। ଆକୁଳ ହେଇକିରି ସେ କହିଛି, ଆଉ ବେଶୀ କହିଲେ କାଳେ ଭୁଲ ଭାଲ ହେଇଯିବ, ସେମାନେ ଯଦି ଶୁଣୁଥିବେ ମହାଗୋବାଳ ହେଇଯିବ। ତେଣୁ ଆକୁଳ ହେଇକିରି କହିଛି, ମୋତେ କହିନି, ଅନ୍ୟ ଭାଇମାନଙ୍କୁ କହିଛି, କିଛି କିଛି ପଇସା ଯଦି ମୋ ପାଖକୁ ପଠାନ୍ତ, ମୁଁ ତ ଆତ୍ମହତ୍ୟା କରିପାରିବିନି, ମହାପାପ। ଆଉ ମୋ ଗୁରୁ ହେଉଛନ୍ତି ବଳିଆ। ତେଣୁ ମୁଁ କାଲିଠାରୁ ଭାବୁଛି କ'ଣ ତା ପାଇଁ କରିବା। ମୁଁ ଭାବେ ମୁଁ ତ ଜନ୍ମ ହେଇଛି ସେଇ କଥା କରିବା ପାଇଁ। ମୋ ଜୀବନର ଡ୍ୟୁଟି ହେଉଛି ସେଇଟା। ନିଜ ପାଇଁ କିଛି ପଛକେ ନ ହଉ, କିନ୍ତୁ କେମିତି ଲୋକମାନେ ଭଲରେ ରୁହନ୍ତୁ। ତେଣୁ ଏଇଭଳିଆ ସଂସାର ଭିତରେ ଆମେ ରହିଛେ। ଆଜିର ଜୀବନ କାଲିକି ନାହିଁ। ଆଜି ପତି ପତ୍ନୀ ଭିତରେ ବିଭେଦ, ଭାଇ ଭଉଣୀ ଭିତରେ ବିଭେଦ, ଭାଇ ଭାଇ ଭିତରେ ବିଭେଦ। ତାହେଲେ ଏଇଭଳି ଗୋଟେ ପରିବାର କେମିତି ବୈକୁଣ୍ଠ ହେବ? ଯାହା କାହା ଏଇ ମନ ଖୋଜୁଥାଇ ଆଉ ଏକ ମନ ଦୁଃଖ ସୁଖ ସାଥୀ ହେଇ କାଟିବ ଜୀବନ। ତେଣୁ ନିଜକୁ ସମୀକ୍ଷା କର, ପରିବାରକୁ ଗଠନ କର ଏବଂ ପରୋପକାରୀ ହୁଅ। ପରଶ୍ରୀକାତରତା ହୁଅ ନା, ପରୋପକାରୀ ହୁଅ। ତାଦ୍ୱାରା ତୁମେ ସମାଜରେ ନିଶ୍ଚିତ ଭାବରେ ପ୍ରଶଂସିତ ହେବ। ଏତିକି କହିଲି। ଆଉ ଆପଣମାନେ ଯେଉଁମାନେ ଆଜିର ଏଇ କଥାଟିକି ମୋର ଶୁଣିଲେ, ସେଇମାନେ ବସି ଭାବନ୍ତୁ, ମୋ ମା ମୋ ପାଇଁ କ'ଣ କରିଥିଲା, ମୋ ବାପା ମୋ ପାଇଁ କ'ଣ କରିଥିଲା। ଆଉ ଆପଣମାନେ ବିଶ୍ୱାସ କରନ୍ତୁ ନ କରନ୍ତୁ, ମୋ ଶିକ୍ଷକମାନେ ମୋ ପାଇଁ କ'ଣ କରିଥିଲେ ତାକୁ ମଧ୍ୟ ବଳିଆ ସମୀକ୍ଷା କରୁଛି। ତେଣୁ କିଏ ମୋ ପାଇଁ କ'ଣ କରିଥିଲେ ତାକୁ ଭାବିବେ ଥରେ, ମୋ ପାଇଁ କିଏ କ'ଣ କରିଥିଲେ ତାକୁ ଭାବନ୍ତୁ। ଦ୍ୱିତୀୟରେ ଭାବିବେ ମୁଁ ସେଇମାନଙ୍କ ପାଇଁ କ'ଣ କରିଛି। ତୁମେ ଯଦି ଜଣଙ୍କ ଠାରୁ ଲକ୍ଷ ଟଙ୍କା ଧାର ଆଣିବ କି କର୍ଜ ଆଣିବ, ତୁମକୁ ସେ ତୁମଠାରୁ ସେ ସୁଧ ନେବ। ତାହେଲେ ତୁମେ ତ ବାପ ମା ଭାଇ ବନ୍ଧୁ କୁଟୁମ୍ବ ଶିକ୍ଷକ ପୁରୋହିତଙ୍କ ଠାରୁ ଋଣ କଲ। ତାଙ୍କ ଋଣ ଶୁଝିବା ପାଇଁ ତୁମେ କ'ଣ କରିଛ? ତାଙ୍କ ପାଦରେ କ'ଣ ହାତ ମାରିଛ? କି ତାଙ୍କ ଦୁଃଖରେ କ'ଣ ଦୁଃଖୀ ହେଇଛ? କି ତାଙ୍କ ମସିହା ଲୁଗା କ'ଣ ସଫା କରିଛ? କ'ଣ ତୁମେ କରିଛ? ଯଦି ତୁମେ କରିନାହଁ ତାହେଲେ ଜୀବନରେ ତେବେ କିଛି କରିପାରିବନି। ଲୋନି ହୁଅ ନା, ଋଣଗ୍ରସ୍ତ ହୁଅ ନା। ମା ବାପାଙ୍କ ଋଣ କେହି ଶୁଝି ପାରିବେନି। ନ ଶୁଝିଲେ ବି କର୍ତ୍ତବ୍ୟ କରି ଅନ୍ତତଃ ଅପରାଧରୁ ବିଭକ୍ତ ହୁଅ। ଜୀବନଟା ଅପରାଧମୟ ନ ହଉ। ଆଉ ଶେଷରେ କିଛି କରିବନି, ଖାଲି କହିବ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର। ତେଣୁ ସେ ଗୁରୁ ତ ବଳିଆ ନୁହଁ। ତୁମେ ତମ ନିଜର, ତୁମେ ସିନା ଜନ୍ମ ହେଲ ବୋଲି ମୁଁ ତୁମର ଗୁରୁ ହେଲି, କିନ୍ତୁ ତୁମେ ତ ଯାହାଠୁ ଜନ୍ମ ହେଲ ତାଙ୍କ ପାଇଁ ତ କିଛି କଲନି। ଆଉ ମୋତେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ କହି ଫୁଲମାଳ ବେକରେ ପକାଇଲେ ମୁଁ କ'ଣ ଖୁସି ହେଇପାରିବି? କାରଣ ମୁଁ ସମାଜ ସଂସ୍କାରକ ବୋଲି ମୋତେ ଲୋକ ଡାକନ୍ତି। ତେଣୁ ମୁଁ ଅନ୍ଧବିଶ୍ୱାସ ଠାରୁ ଦୂରେଇ ଯାଏ ଏବଂ ମୁଁ ପ୍ରତ୍ୟେକ ଦିନ ଯାହା କରେ ତାହା ହିଁ ଆପଣମାନଙ୍କୁ କହୁଛି। ମୋର 4 ବାପା 4 ବୋଉ ତାଙ୍କୁ ନମସ୍କାର କରେ। ମୋ ଜେଜେ ମୋ ମାଆଙ୍କୁ ନମସ୍କାର କରେ। ଶିକ୍ଷକଙ୍କୁ ପୁରୋହିତଙ୍କୁ ନମସ୍କାର କରେ। ଆପଣମାନେ କାହାକୁ କରନ୍ତି? ଆପଣ କହିବେ ମୋର କ'ଣ 4ଟା ବାପା? ମାନେ ମୋର ବାପାଙ୍କର ବଡ଼ ଭାଇ ସାନ ଭାଇ
मिसिकी चार्टा बापा चार्टा बो एवं मोर भाई मानू मोर केमिटी देखे इंटरव्यू कले से माने कहिबे समस्त को पुत्रवत स्नेह ममता दिए तेणु जाहु निजे जहा करिबो मु जहा आचरण न करी ता अन्य को कहेनी तेणु मु आचरण करुच्ची आपण मान जे शुणुचंती निजुको समीक्षा करंतु जाग हे जाग हे जाग हे जाग हे जाग हे अनंत तुम्हें जागी उठ धरा धामे सिखाई दिया है प्रभु ए संसार सार कर्मे देखा तवे शंख चक्र गदा पद्म हस्ते तुम्हें गदा पद्म हस्ते तुम्हें देखाई दिया हे सकती हे मर्मे मर्मे करकी राम मूर्ति तुम्हें देखे न पाप नयने देखे न पाप नयने आरतना सवाना बोलाई छ धरा धामे जीवन भूल पाई क्षमा दिया हे गोसाई क्षमा दिया हे गोसाई कुंभ श्री चरण ध्याई मिशी जाऊ तुम्भ नामे जाग हे अनंत तुम्हें जागी उठ धरा धामे जाग हे जाग हे जाग हे जाग हे जाग हे जाग हे जाग हे